ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ମିଡ଼ିୟମ ନବମ ଶ୍ରେଣୀ ସାହିତ୍ୟ ବହିର ବିଷୟ ଗୋପ ପ୍ରଣୟନ। ଏହାର କବି ହେଉଛନ୍ତି ଡକ୍ଟର ମାୟାଧର ମାନସିକ। ଏହି ବିଷୟରେ ଆଜି ଆମେ ଅଭ୍ୟାସ କାର୍ଯ୍ୟ ଦେଖିବା। ଚାଲ ଦେଖିବା। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଉତ୍ତର 36 ନମ୍ବର। ଗୋପବନ୍ଧୁଙ୍କ ମହାପ୍ରଣୟନ ଓଡ଼ିଆ ଜାତିର ଗର୍ବକୁ କିପରି କ୍ଷୁଣ୍ଣ କଲା ବୁଝାଅ। କିମ୍ବା ଗୋପବନ୍ଧୁଙ୍କ ପାର୍ଥିବ ଶରୀରର ଅବସାନ ଓଡ଼ିଆ ଜାତିର ଗର୍ବ ଓ ଗୌରବକୁ କିପରି ଆଘାତ କରିଥିଲା ତାହା ଉଲ୍ଲେଖ କର। ବୁଝିଲେ? ଚାଲ ଦେଖିବା। ଦେଖ ଆଉ କ'ଣ ଦେଇଛି। କିମ୍ବା ଗୋପବନ୍ଧୁଙ୍କର ଦେହାବସାନ ଓଡ଼ିଆ ଜାତିର ଗର୍ବ ଓ ଗୌରବର ଅବସାନ ପଠିତ ଗୋପ ପ୍ରଣୟନ କବିତାରେ ଏହା କିପରି ଭାବରେ ପ୍ରତିଫଳିତ ହୋଇଛି ତାହା ବର୍ଣ୍ଣନା କର। ବୁଝିହେଲା? ଉତ୍ତର ଦେଖ। ଓଡ଼ିଆ କାବ୍ୟ କବିତାରେ ସବୁଜ ସମସାମୟିକ କବି ଡକ୍ଟର ମାୟାଧର ମାନସିକ ପ୍ରେମ ପ୍ରଣୟନ ଚିତ୍ରକାର ଭାବେ କାବ୍ୟାମୋଦି ପାଠକଙ୍କ ମାନସ ପଟରେ ସଦା ସ୍ମରଣୀୟ। ସାହିତ୍ୟର ଏପରି କୌଣସି ବିଭାଗ ନାହିଁ ଯେଉଁଥିରେ ସେ ଲେଖନୀ ଚାଳନା କରି ନାହାନ୍ତି। ବହୁ କବିତା ସଂକଳନ ସହ ସେ କାବ୍ୟ, ନାଟକ, ଜୀବନୀ, ଆତ୍ମଜୀବନୀ, ପ୍ରବନ୍ଧ ସାହିତ୍ୟ, ସମାଲୋଚନା ସାହିତ୍ୟର ଇତିହାସ, ଭ୍ରମଣ କାହାଣୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଗ୍ରନ୍ଥ ରଚନା କରି ତାଙ୍କ ଅନନ୍ୟ ସାରସ୍ୱତ ପ୍ରତିଭାର ସ୍ୱାକ୍ଷର କରି ରଖିଯାଇଛନ୍ତି। ଧୂପ, ହେମଶସ୍ୟ, ହେମପୁଷ୍ପ, କୋଣାର୍କ, ଉପେକ୍ଷିତ, ସାଧବ ଝିଅ, ପଶ୍ଚିମ ପଥିକ ଓ କବି କବିତା ଆଦି ତାଙ୍କର କେତୋଟି ଉଲ୍ଲେଖଯୋଗ୍ୟ ସୃଷ୍ଟି। ମାନସିଂହ ହେଉଛନ୍ତି ଏକାଧାରରେ ପ୍ରେମ ଓ ସୌନ୍ଦର୍ଯ୍ୟର, ଜାତୀୟତା ଓ ମାନବିକତାର, ରୂପ ଓ ଅରୂପର ଓ ଅଶ୍ରୁ ଓ ଆନନ୍ଦର କବି। ଆଲୋଚ୍ୟ କବିତା ଗୋପ ପ୍ରଣୟନ କବିଙ୍କ ମାଟିବାଣୀ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମହାପ୍ରଣୟନ କବି ମାନସିକଙ୍କ ମାନସ ପଟରେ ଯେଉଁ କ୍ଷତ ସୃଷ୍ଟି କରିଥିଲା ତାର କଳାତ୍ମକ ଅଭିବ୍ୟକ୍ତ କବିତାରେ ଆତ୍ମପ୍ରକାଶ କରିଛି। କବି ଉତ୍କଳମଣିଙ୍କ ମହୋନ୍ନୟ ଆଦର୍ଶ ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋକପାତ। କବିତା ସହ ତାଙ୍କ ବିୟୋଗ ଉତ୍କଳବାସୀଙ୍କ ହୃଦୟରେ ଯେଉଁ ଶୋକାଚ୍ଛ୍ୱାସର କାରୁଣ୍ୟ ଭରିଦେଇଛି, ଓଡ଼ିଆ ଜାତିର ଯେଉଁ ଅପୂରଣୀୟ କ୍ଷତି ଘଟାଇଛି ତାହା ଅବତାରଣା କରିଛନ୍ତି। ଜାତିର କର୍ଣ୍ଣଧାର ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ଅବତାର ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଜନଜାଗରଣ ସୃଷ୍ଟି କରିବାରେ ତାଙ୍କ ବଳିଷ୍ଠ ଭୂମିକାକୁ ଏଜାତି କଦାପି ଭୁଲିପାରିବେ ନାହିଁ। ରାଜନୀତିକୁ ତ୍ୟାଗ ସର୍ବସ୍ୱ କରାଇବା ପାଇଁ ତାଙ୍କର ପ୍ରଚେଷ୍ଟା ଉଲ୍ଲେଖଯୋଗ୍ୟ। ଜାତୀୟ ସ୍ତରରେ ଜନ୍ମଭୂମି ଓଡ଼ିଶାର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରାଇବାରେ ତାଙ୍କର ଅବଦାନ କମ୍ ନୁହେଁ। ସର୍ବୋପରି ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକର କରାଳ ଗ୍ରାସରେ ଓଡ଼ିଶା ଚିର ପ୍ରପୀଡ଼ିତ ହେଉଥିଲା ବେଳେ ଦୁସ୍ଥ, ଅସହାୟ, ଦୁର୍ଗତ ଲୋକଙ୍କ ପାଖରେ ଉପସ୍ଥିତ ହୋଇ ସେ ଯେଉଁ ଅଯାଚିତ ସାହାଯ୍ୟ ଓ ସହଯୋଗ ଓ ସହାନୁଭୂତିର ହସ୍ତ ପ୍ରସାରଣ କରିଥିଲେ ତାହା ତାଙ୍କ ଉଦାର ମାନବିକତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଏତଦ୍ ଭିନ୍ନ ସାହିତ୍ୟ, ସଂସ୍କୃତି, ଶିକ୍ଷା, ସାମ୍ବାଦିକତା ଓ ଆଧ୍ୟାତ୍ମିକତା ସହ ଓତପ୍ରୋତ ଭାବେ ଜଡ଼ିତ ରହି ସେ ସାଜିଥିଲେ ଓଡ଼ିଆ ଜାତିର ମହାନାୟକ। ଗୋପବନ୍ଧୁଙ୍କ ମହାପ୍ରଣୟରେ ଓଡ଼ିଆ ଜାତି ତାର ମହାନାୟକକୁ ହରାଇ ଦୁଃଖରେ ହତବାକ୍ ହୋଇଯାଇଛି। ଜାତି ମହାବୀରର ମହାଯାତ୍ରାରେ ଶୋକାକୁଳ ହୋଇ ପଡ଼ିଛନ୍ତି ସାରା ଓଡ଼ିଶାର ଅଗଣିତ ଜନତା। ଓଡ଼ିଆ ଜାତିର ମଥାମଣି ଯେ ଭୂ ଲୁଣ୍ଠିତ ହୋଇଯାଇଛି ଏ ଦୁଃ ସମ୍ବାଦ ଶ୍ରବଣରେ ଓଡ଼ିଶାର ବୁଦ୍ଧିଜୀବୀ, ଶିକ୍ଷାବିତ୍ଙ୍କଠାରୁ ଆରମ୍ଭ କରି ସାଧାରଣ କୃଷକ, ଶ୍ରମଜୀବୀ ପର୍ଯ୍ୟନ୍ତ ସଭିଙ୍କ ହୃଦୟରେ ଭରିଯାଇଛି ଦୁଃଖର କାରୁଣ୍ୟ। ଓଡ଼ିଆବାସୀ ତାଙ୍କ ମୁକୁଟବିହୀନ ସମ୍ରାଟକୁ ହରାଇ ଶୋକରେ ଅଧୀର ହୋଇ ପଡ଼ିଛନ୍ତି। କବି ମାନସିଂହ ଶୋକାତୁର ହୃଦୟରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସମାଧାର ପାର୍ଶ୍ୱରେ ଉପସ୍ଥିତ ହେବାକୁ ଆହ୍ୱାନ ଦେଇଛନ୍ତି। ବିଷାଦଗ୍ରସ୍ତ ଓଡ଼ିଆବାସୀଙ୍କୁ ରାଜପଥ ପାର୍ଶ୍ୱରେ ନଗ୍ନ ପାଦରେ ଦଣ୍ଡାୟମାନ ରହି ସଶ୍ରଦ୍ଧ ଶେଷ ପ୍ରଣାମ ଜଣାଇବାର ଡାକରା ଦେଇଛନ୍ତି। କବିଙ୍କ କଣ୍ଠରୁ ଝରି ପଡ଼ିଛି। ମତା ନତ କରି ସମ୍ମାନ କର, ସ୍ୱର୍ଗତ ମହାଜନେ ତୁମ ମେଳେ କହ ଅଛି କିଏ ଆଉ ତାହାପରି ଆଉ ଜଣେ। ବୁଝିହେଲା? ବାସ୍ତବିକ ଗୋପବନ୍ଧୁଙ୍କ ପରି ଜଣେ ରକ୍ତ ମାଂସ ଦେହଧାରୀ ଦେହାତ୍ମା ଥିଲେ କୋଟିକରେ ଗୋଟିଏ ପରି। ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେ। ଅସହାୟ, ସାହା, ଦୁର୍ଗତ, ପ୍ରପୀଡ଼ିତ ଜନତାର ସେବାରେ ସେ ନିଜକୁ ଉତ୍ସର୍ଗ କରି ମହନୀୟ ଆଦର୍ଶର ପରାକାଷ୍ଠା ଦର୍ଶନ କରିଯାଇଛନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସବୁ ଓଡ଼ିଶାବାସୀଙ୍କ ଅତି ପ୍ରିୟ ଥିଲେ। ତାଙ୍କ ମନରେ ସଂକୀର୍ଣ୍ଣ ଜାତିଭେଦ କି ଛୁଆଁ ଅଛୁଆଁ ଭେଦଭାବ ନ ଥିଲା। ତାଙ୍କ ପାଇଁ ସମଗ୍ର ମାନବ ସମାଜ ଥିଲା ଗୋଟିଏ ଜାତି। ସବୁ ମଣିଷ ଭିତରେ ସେ ଭଗବାନଙ୍କ ସ୍ୱରୂପ ଦର୍ଶନ କରୁଥିଲେ। ତେଣୁ ମାନବ ସେବାକୁ ସେ ମାଧବ ସେବା ବୋଲି ଧରି ନେଇଥିଲେ। କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ବା ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ନ ରହି ସବୁ ମଣିଷଙ୍କୁ ସମଦୃଷ୍ଟିରେ ରଖୁଥିଲେ ସେ। ତାଙ୍କ ପରି ଆଉ ଜଣେ ପୁଣ୍ୟାତ୍ମା ଯେ ଧରାପୃଷ୍ଠରେ ସମ୍ଭବ ହେବ ଏହି ସଂଶୟ କବି ମନରେ ଜାତ ହୋଇଛି। ତେଣୁ ଓଡ଼ିଆ ଜାତିର ଗର୍ବ ଏହି ଦିବ୍ୟାତ୍ମାଙ୍କ ତିରୋଧାନରେ ମ୍ରିୟମାଣ ହୋଇ କବି, ପ୍ରଜା, ରାଜା, ଧନିକ
ବଣିକ ଓ ସୌଭାଗ୍ୟଶାଳୀ ସୌଦାଗର, କୃଷକ, ଶ୍ରମଜୀବୀ, କ୍ଷତ୍ରିୟ, ପୌରୋହିତ ସବୁ ଶ୍ରେଣୀର ଲୋକଙ୍କୁ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଦିବ୍ୟଗତ ଆତ୍ମାର ସଦ୍ଗତି ପାଇଁ ମନ୍ତ୍ରୋଚ୍ଚାରଣ କରିବାକୁ ବ୍ରାହ୍ମଣଙ୍କୁ କବି ଅନୁରୋଧ କରିଛନ୍ତି। ମୃଦଙ୍ଗ ଓ କରତାଳ ଧରି ସଂକୀର୍ତ୍ତନ କରିବାକୁ ସମବେତ ଜନତାକୁ କବି ନିବେଦନ କରିଛନ୍ତି। ମନରୁ ସବୁ ଭେଦଭାବ ବିଦ୍ୱେଷ ଭୁଲି ସବୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ସଭାଧାରା ପାର୍ଶ୍ୱରେ ଉପସ୍ଥିତ ହେବାକୁ କବି ନିବେଦନ କରିଛନ୍ତି। କବିଙ୍କ ଭାଷାରେ ଆସ ସନାତନୀ, ଆସ ଖ୍ରୀଷ୍ଟାନ, ଆସ ହେ ମୁସଲମାନ, ଜାତିର ରାଜାକୁ କ୍ଷୁଦ୍ରତା ଭୁଲି କର ଥରେ ସମ୍ମାନ। ଦରିଦ୍ର ପ୍ରପୀଡ଼ିତ ମୁଖରେ ଆହାର ଦେଲାବେଳେ ତାଙ୍କ ଚକ୍ଷୁ ଲୋତକାପ୍ଳୁତ ହୋଇ ଉଠୁଛି। ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ ସେ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେଉଥିଲେ। ତେଣୁ ତାଙ୍କ ପରି ଜଣେ ଦେବୋପମ ଋଷି ପ୍ରତିମ ବ୍ୟକ୍ତି ଯେ ସମସ୍ତଙ୍କର ପୂଜ୍ୟ ତଥା ବିଶେଷ କରି ଓଡ଼ିଆ ଜାତିର ଗର୍ବ, ଏଥିରେ ସନ୍ଦେହର ଅବକାଶ ନାହିଁ। ତେଣୁ ତାଙ୍କ ସଭାଧାରା ପାର୍ଶ୍ୱରେ ଉପସ୍ଥିତ ଜନତା ନତମସ୍ତକ ପୂର୍ବକ ଅଶ୍ରୁ ବିସର୍ଜନ କରିବାକୁ କବି ନିବେଦନ କରିଛନ୍ତି। ସଂକୀର୍ଣ୍ଣତର ଗୁରୁ ଗମ୍ଭୀର ନିନାଦ ଓ କୋଟି ଜନତାର ଅଶ୍ରୁ ବର୍ଷଣ ଦେଖି ଜୀବନର ମହାସତ୍ୟ ମରଣ ବିସ୍ମିତ ହେଉ ବୋଲି ଶୋକାକଳ ଜନତାକୁ ବାଷ୍ପରୁଦ୍ଧ କଣ୍ଠରେ କବି ଆହ୍ୱାନ କରି କହିଛନ୍ତି, ବାଜୁ ଖୋଳ ତାଳ ବର ବଧୂ ସବୁ, ତେଜ ହେ ଅଶ୍ରୁ ନୀର, ମରଣ ଜାଣୁ ହେ କେଡ଼େ ପ୍ରିୟ ଥିଲେ ଆମର କର୍ମବୀର। ବୁଝିଗଲା। ଏବେ ଦେଖ 37ରେ କ'ଣ ଦେଇଛି ପ୍ରଶ୍ନ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗୋପବନ୍ଧୁ ଥିଲେ ଜଣେ ମହାନାୟକ। ଏଠାରେ ଯଥାର୍ଥତା ପ୍ରତିପାଦନ କର। ଜାତି ଧର୍ମ ବର୍ଣ୍ଣ ବିଚାରକୁ ପଛକୁ ଠେଲି ସମଗ୍ର ମଣିଷ ଜାତିର ବନ୍ଧୁ ସାଜିଥିଲେ ଗୋପବନ୍ଧୁ। ମାନସିକଙ୍କ ଗୋପପ୍ରୟାଣ କବିତା ଆଧାରରେ ଏହାର ଆଲୋଚନା କର। କିମ୍ବା ସେବା ଓ ତ୍ୟାଗ କ୍ଷେତ୍ରରେ ଜାତି ଧର୍ମ ବର୍ଣ୍ଣର ସ୍ଥାନ ନାହିଁ। ଏହା ଗୋପବନ୍ଧୁଙ୍କ ଜୀବନ କ୍ଷେତ୍ରରେ କିପରି ପ୍ରମାଣିତ ହୋଇଛି ତାହା ଉଲ୍ଲେଖ କର। ଉତ୍ତର ଦେଖ। କବି ଡକ୍ଟର ମାୟାଧର ମାନସିକ ଥିଲେ ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭାର ଅଧିକାରୀ। ତାଙ୍କ ଅମିଳନ କାଳଜୟୀ ସାରସ୍ୱତ ସୃଷ୍ଟି ପାଇଁ ତାଙ୍କୁ ଭାରତ ସରକାର 1976 ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ସେ ଥିଲେ ଏକାଧାରରେ ଜଣେ ସଫଳ କାବ୍ୟକାର, ଦରଦୀ କବି, ଦକ୍ଷ ପ୍ରାବନ୍ଧିକ, ସୁଯୋଗ ସାହିତ୍ୟ ସମ୍ପାଦକ ଓ ସମାଲୋଚକ ତଥା ପ୍ରଜ୍ଞାଦୀପ୍ତ ଭାଷା ଗବେଷକ। ଏତଦ୍ ଭିନ୍ନ ଭ୍ରମଣ କାହାଣୀ ଲେଖକ ଓ ଜୀବନୀ ତଥା ଆତ୍ମଜୀବନୀ ଲେଖକ ଭାବେ ସେ ବହୁ ଗୌରବର ଅଧିକାରୀ ହୋଇଛନ୍ତି। ତାଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ମଧ୍ୟରେ ଧୂପ, ହେମଶସ୍ୟ, ହେମପୁଷ୍ପ, ମାଟିବାଣୀ। ବୁଝିଗଲା। ଅକ୍ଷତ ଓ ଜୀବନ ଚିତା ପରି କବିତା ସଂକଳନ, ଉପେକ୍ଷିତା, ନିକୁଣ, ସାବତ ଝିଅ, ଶୁଭଦୃଷ୍ଟି ଓ କମଳାୟନ ପରି କାବ୍ୟ, ନଷ୍ଟ ନୀଳ, ବାରବାଟୀ ଓ ପୂଜାରିଣୀ ପରି ନାଟକ ଏବଂ ଅନ୍ୟାନ୍ୟ ବହୁ ପ୍ରବନ୍ଧ ତାଙ୍କୁ ବହୁମୁଖୀ ପ୍ରତିଭାର ପରିଚାୟକ। ରୋମାଣ୍ଟିକ ଚେତନା, ଜାତୀୟତାବାଦ, ସୌନ୍ଦର୍ଯ୍ୟାନୁଭୂତି, ଐତିହ୍ୟ ସଚେତନ, ପୂଜା ଓ ଉଦାର ମାନବିକତା ତାଙ୍କ କାବ୍ୟ କବିତାର ମର୍ମ ବାଣୀ। କବିତା ଗୋପପ୍ରୟାଣ କବିଙ୍କ ମାଟିବାଣୀ କବିତା ସଂକଳନ ଅନ୍ତର୍ଗତ ଏ ଦୀର୍ଘ କବିତାର ଅଂଶବିଶେଷ। ବ୍ୟକ୍ତି ନାରୀଜନା ପର୍ଯ୍ୟାୟରେ ପୂଜା ପରମ୍ପରା ତଥା ଜାତୀୟବୋଧ ସୃଷ୍ଟି ପାଇଁ କବିତାଟିରେ ଅଜସ୍ର ପ୍ରେରଣା ଭରି ଦେଇଛି। କବିତାରେ ଉତ୍କଳମଣି ଗୋପବନ୍ଧୁଙ୍କ ମହନୀୟ ଆଦର୍ଶ, ମାନବିକ ମୂଲ୍ୟବୋଧ ଏବଂ ନୀତିନିଷ୍ଠ କର୍ମଧାରାର ଗୁରୁତ୍ୱପୂର୍ଣ୍ଣ ଦିଗ ଆଲୋକିତ ହେବା ସହ ତାଙ୍କ ବିୟୋଗରେ କବି ପ୍ରାଣରେ ବିଷାଦ ଓ କାରୁଣ୍ୟ ରୂପାୟିତ ହୋଇଛି। କବି ମାନସିକଙ୍କ ମତରେ ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର କର୍ଣ୍ଣଧାର ଓ କୋଟି ଓଡ଼ିଆ ପ୍ରାଣରେ ଅପ୍ରତିଦ୍ୱନ୍ଦୀ ମହାବୀର। ମୁକୁଟବିହୀନ ସମ୍ରାଟ। ତାଙ୍କ ବିୟୋଗରେ ଏ ମହାଜାତିର ଯେଉଁ ଅପୂରଣୀୟ କ୍ଷତି ଘଟିଲା ତାହା ଚିର ଅପୂରଣୀୟ ରହିବ। ମାନବିକତାର ପୂଜାରୀ ପୁଣ୍ୟାତ୍ମା ଗୋପବନ୍ଧୁ ଥିଲେ ଦୀନ ଦୁର୍ଗତର ବନ୍ଧୁ। ତାଙ୍କ ପରି ଜଣେ ରକ୍ତମାଂସ ଦେହଧାରୀ ଦେବାତ୍ମା କୋଟିକରେ ଗୋଟିଏ ମିଳିବା ଅସମ୍ଭବ। ତେଣୁ ତାଙ୍କ ତିରୋଧାନରେ ଓଡ଼ିଶାର ପରପଲ୍ଲୀ ନଗର ଜନପଦର ଆବାଳ ବୃଦ୍ଧ ବନିତାଙ୍କ ହୃଦୟରେ ଶୋକର ଛାୟା ଘୋଟିଯାଇଛି। ଓଡ଼ିଆ ଜାତିର ମଥାମଣି ଭୂ ଲୁଣ୍ଠିତ ହେବା ସମ୍ବାଦ ଶ୍ରବଣରେ ଓଡ଼ିଶାର କୋଣ ଅନୁକୋଣରୁ ଜନତାର ସୁଅ ଛୁଟିଛି ତାଙ୍କ ଶେଷ ଦର୍ଶନ ପାଇଁ। ଜାତିର ମହାନାୟକ ନାମୋଚ୍ଚାରଣ କରି ଉପସ୍ଥିତ ଜନତା ଉଚ୍ଚସ୍ୱରରେ କ୍ରନ୍ଦନ କରିଛନ୍ତି। ଶୋକାଭିଭୂତ କବି ମଧ୍ୟ ବିଷାଦରେ ଭାଙ୍ଗିପଡ଼ି ସମବେତ ଜନତାକୁ ଦିବ୍ୟଗତ ଆତ୍ମାର ସଦ୍ଗତି ନିମିତ୍ତ ନଗ୍ନ ପାଦରେ ନତମସ୍ତକ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି। ତାଙ୍କ ବାସାକୁଳିତ କଣ୍ଠରୁ ଝରିପଡ଼ିଛି, ମତା ନତ କରି ସମ୍ମାନ କର ସ୍ୱର୍ଗତ ମହାଜନେ, ତୁମ ମେଳେ କହ ଅଛି କେ ଆଉ।
ତାହାପରି ଆଉ ଜଣେ। ବାସ୍ତବରେ ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର ମହାନାୟକ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ଅବତାର। ଉତ୍କଳମଣି ଜଣେ ସାଧାରଣ ମଣିଷ ନଥିଲେ, ସେ ଥିଲେ ରକ୍ତମାଂସ ଦେହଧାରୀ ଦେବାତ୍ମା। ମାନବତାର ଦୀପ୍ତ ମୋହନୀୟତାରେ ପ୍ରଭାବନ୍ତ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଦୀନ ଦୁର୍ଗତର ବନ୍ଧୁ ଗୋପବନ୍ଧୁ। ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳ ଗ୍ରାସରେ ଓଡ଼ିଶାର ବାସହରା ବୁଭୁକ୍ଷ ନିରନ୍ନ ଜନତାର ପାଖରେ ଅବିଳମ୍ବେ ଉପସ୍ଥିତ ହୋଇ ସେମାନଙ୍କ ମୁଖରେ ଆହ୍ୱାନ ଦେଉଥିଲେ ସେ। ତାଙ୍କ ସହାନୁଭୂତିଭରା ସ୍ନେହପୂର୍ଣ୍ଣ କଥାପଦିକ ଦୁସ୍ଥ ଲୋକଙ୍କ ପ୍ରାଣରେ ଭରି ଦେଇଥିଲା ଆଶା ଓ ଆଶ୍ୱାସନା। ଦୈବ ଦୁର୍ବିପାକରେ କି ଧନୀ କି ଦରିଦ୍ର ସମସ୍ତେ ସମଦଶାପନ୍ନ ହୋଇ ଗୋପବନ୍ଧୁଙ୍କ ଉପସ୍ଥିତିକୁ ବିକଳରେ ଚାହିଁ ବସିଥିଲେ। ସାହାଯ୍ୟ ଦେଲାବେଳେ ଉତ୍କଳମଣି ଜାତି ଧର୍ମ ସମ୍ପ୍ରଦାୟର ବହୁ ଊର୍ଦ୍ଧ୍ୱରେ ରହି ଦୁର୍ଦ୍ଦାସ୍ତଗ୍ରସ୍ତ ମାନବକୁ ସେ ଗୋଟିଏ ଜାତିର ବୋଲି ଧରିନେଇ ସଭିଙ୍କ ପ୍ରତି ସମଦୃଷ୍ଟିପାତ କରୁଥିଲେ। ଜାତିଭେଦ, ବର୍ଣ୍ଣ ବୈଷ୍ଣବ ତଥା ସାମ୍ପ୍ରଦାୟିକ ଭେଦାଭେଦର ସଂକୀର୍ଣ୍ଣତା ତାଙ୍କୁ ସ୍ପର୍ଶ କରୁ ନଥିଲା। ସବୁ ମଣିଷ ଯେ ଈଶ୍ୱରଙ୍କ ସନ୍ତାନ ଓ ମାନବ ସେବା ହିଁ ମାଧବ ସେବା, ଏହି ଉଚ୍ଚାଦର୍ଶ ତାଙ୍କ ଉଦାର ମାନବିକତାକୁ ପରିଚାୟକ। ଦୁର୍ଗତ ମଣିଷର ଦୁରବସ୍ଥା ଦର୍ଶନରେ ତାଙ୍କ ଚକ୍ଷୁରୁ ଧାର ଧାର ଅଶ୍ରୁ ନିର୍ଗତ ହେଉଥିଲା। ଦୁର୍ବିପାକ ଅଦୂଷିତ କ୍ଷୁଧାର୍ତ ଶିଶୁଙ୍କୁ କୋଳାଗ୍ରତ କରି ତାଙ୍କ ମୁଖରେ ଆହ୍ୱାନ ଦେଉଥିଲେ ସେ। ସେତେବେଳେ ସେ କେଉଁ ଧର୍ମର କି କେଉଁ ଜାତିର ତାହା ତାଙ୍କ ମନକୁ ସ୍ପର୍ଶ କରୁନଥିଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷ ଥିଲେ ତାଙ୍କର ଭ୍ରାତୃପ୍ରତିମ। ସେଥିପାଇଁ କବି ତାଙ୍କ ସଭାଧାର ପାର୍ଶ୍ୱକୁ ସବୁ ବର୍ଗର ଲୋକଙ୍କୁ ଆହ୍ୱାନ କରି କହିଛନ୍ତି, ଆସ ସନାତନୀ, ଆସ ଖ୍ରୀଷ୍ଟାନ, ଆସ ହେ ମୁସଲମାନ। ଜାତିର ରାଜାକୁ କ୍ଷୁଦ୍ରତା ଭୁଲି କର ଥରେ ସମ୍ମାନ। ତାଙ୍କ ସଭାଧାର ପାର୍ଶ୍ୱରେ ଉପସ୍ଥିତ ହୋଇ ଶେଷ ଶ୍ରଦ୍ଧାଞ୍ଜଳି ବାଢ଼ି ଦେବାକୁ ସେ ରାଜା, ପ୍ରଜା, ଧନିକ, ସୌଭାଗ୍ୟଶାଳୀ, ସୌଦାଗର, କୃଷକ, ଶ୍ରମଜୀବୀ, କ୍ଷତ୍ରିୟ, ପୁରୋହିତ ଓ କ୍ଷୁଦ୍ର ସବୁ ଶ୍ରେଣୀର ଲୋକଙ୍କୁ ଆହ୍ୱାନ କରିଛନ୍ତି। ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ବ୍ରାହ୍ମଣଙ୍କୁ ମନୋଚ୍ଚାରଣ କରିଛନ୍ତି। ସମବେତ ଜନତାକୁ ଖୋଳ କରତାଳ ଧରି ନାମ ସଂକୀର୍ତ୍ତନ କରିବାକୁ କହୁଛନ୍ତି। ପୁଣ୍ୟାତ୍ମା ଶୁଭ ସ୍ୱର୍ଗବାସ ପାଇଁ ନଗ୍ନ ଚରଣରେ ନତମସ୍ତକ ହୋଇ ଅଶ୍ରୁଳ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ କବିଙ୍କ ଆବେଗଭରା ଆହ୍ୱାନ ବାସ୍ତବିକ ହୃଦୟସ୍ପର୍ଶୀ ହୋଇଛି। କବିଙ୍କ ଭାଷାରେ, ଶବ ପଛେ ତାର କୋଟି ମସ୍ତକ, ନୁହାଁଇ ଓଡ଼ିଆ ଜାତି, ସମ୍ମାନ କର ତାର ଯେ କରିଲା ପୁଣ୍ୟ ତହର ମାଟି। ଧର୍ମ ନିରପେକ୍ଷ ଚେତନାର ନୀର ଊର୍ଜ୍ଜସ୍ୱଳ ଗୋପବନ୍ଧୁଙ୍କ ଉଦାର ମାନବିକ ଆଦର୍ଶ ତାଙ୍କୁ ଚିର ନମସ୍ୟ କରିଛି। ତାଙ୍କ ମହାପ୍ରୟାଣରେ ଓଡ଼ିଆ ଓ ଓଡ଼ିଆ ଜାତିର ଯେଉଁ ଅପୂରଣୀୟ କ୍ଷତି ସାଧନ କରିଛି, ତାହା ବର୍ଣ୍ଣନାତୀତ। ଉତ୍କଳମାତା ସେପରି ଜଣେ ଯୁଗାତ୍ମକ ସନ୍ତାନକୁ ଏ ସଂସାରକୁ ତାଙ୍କ ମହାପ୍ରୟାଣ ଓଡ଼ିଆ ଓ ଓଡ଼ିଆ ଜାତିର ଯେଉଁ ଅପୂରଣୀୟ କ୍ଷତି ସାଧନ କରିଛି, ତାହା ବର୍ଣ୍ଣନାତୀତ। ଉତ୍କଳମାତା ଯେପରି ଜଣେ ଯୋଗ୍ୟତମ ସନ୍ତାନକୁ ଏ ସଂସାରକୁ ପ୍ରେରଣ କରି ଏ ମହାଜାତି ପ୍ରାଣରେ ମାନବିକ ମୂଲ୍ୟବୋଧ ଜାଗ୍ରତ କରାନ୍ତୁ ଓ ନେତୃବୃନ୍ଦଙ୍କ ମନରେ ସେବା ଓ ତ୍ୟାଗ ପ୍ରତି ଅଙ୍ଗାରକାବଦ୍ଧତା ସୃଷ୍ଟି କରାନ୍ତୁ।